ଗତକାଲିଠୁ ଆମର ନୀଳଗିରି ରେଞ୍ଜରେ ପ୍ରାୟ 4-5 ଜାଗାରେ ନିଆଁ ଲାଗିଥିଲା। ଆମର ମିତ୍ରପୁର ରିଜର୍ଭ ଫରେଷ୍ଟରେ, ଆମର ଅଯୋଧ୍ୟା ରିଜର୍ଭ ଫରେଷ୍ଟ, ଇଭିନ୍ ସ୍ୱର୍ଣ୍ଣଚୂଡ଼, ତାପରେ ତିନିକୋଶିଆ ରେଫରେ ଲାଗିଥିଲା। ଆଉ ଗୋଟେ ରାଇକାଳି ଆମର ଯେଉଁ ବର୍ଡ଼ରରେ ଅଛି, ଉଦଳା ଆଉ ନୀଳଗିରି ରେଞ୍ଜ ବର୍ଡ଼ରରେ, ସେଠି ଗୋଟେ ଗ୍ରାମ୍ୟ ଜଙ୍ଗଲ ଅଛି ପାହାଡ଼ କିଶମ, ସେଠି ବି ଲାଗିଥିଲା। ତେଣୁ ଷ୍ଟାଫ୍ ଆମର 10 ଜଣ ଫାୟାର ସ୍କ୍ୱାଡ଼ ଅଛନ୍ତି ଏବଂ ଆମର 23 ଜଣ ରେଗୁଲାର ସ୍କ୍ୱାଡ଼ ଅଛନ୍ତି ଆଣ୍ଟି ପୋଚିଂ ଆଣ୍ଟି ରିପ୍ରେସନରେ। ତେଣୁ ସବୁ ଜାଗାରେ ଆମର ଷ୍ଟାଫ୍ ଏନଗେଜ୍ ଅଛନ୍ତି। ଗାର୍ଡ଼ ଫରେଷ୍ଟର ସହିତ ସେମାନେ ସବୁ ନିଆଁ ଲିଭଉଛନ୍ତି। କିନ୍ତୁ ଆମର ଏ ସ୍ୱର୍ଣ୍ଣଚୂଡ଼ ପାହାଡ଼ଟା ଅତି ଘଞ୍ଚ ଅଛି ଆଉ ଏଠି ଭାରି ଷ୍ଟିପ୍ ପାହାଡ଼ଟା। ତେଣୁ ଏଠି ଯିବା ଆସିବା ଯେଉଁ ଫୁଟପାଥ ସବୁ ନାହିଁ, ତେଣୁ ଆମକୁ ଭାରି କଷ୍ଟ ହେଉଛି ସେଠି ଷ୍ଟାଫକୁ, ଯେହେତୁ ଫୁଟପାଥ ନାହିଁ ସେଠି ଯାଇ ପହଞ୍ଚିବା ଏବଂ ଭାରି ତିଖ ପାହାଡ଼ଟେ, ତେଣୁ ତାକୁ ସବୁ ଜାଗାରେ ପହଞ୍ଚିବା ସମ୍ଭବ ହେଉନାହିଁ। ତଥାପି ଆମେ ଚେଷ୍ଟା କରୁଛୁ। ଗତକାଲିଠୁ ଆମର ସିଫ୍ଟ ୱାଇଜ୍ ସବୁ ଫାୟାର ବାଚର, ରେଗୁଲାର ବାଚର ଏବଂ ଗାର୍ଡ଼ ଫରେଷ୍ଟର ଏନଗେଜ୍ ରହିଛନ୍ତି। ଯେଉଁମାନେ ଯାଉଛନ୍ତି ସକାଳେ ସେମାନେ ଦିନ 12ଟା 1ଟା ପଳେଇ ଆସୁଛନ୍ତି, ପୁଣି ଅନ୍ୟମାନେ ଦିନ 2ଟା 3ଟାରୁ ବାହାରୁଛନ୍ତି, ପୁଣି ସନ୍ଧ୍ୟାବେଳେ ପଳେଇ ଆସୁଛନ୍ତି। ଆଉ ଗୋଟେ ପୁଣି ରାତିରେ ଟିମ୍ ଯାଉଛି 8, 9ଟା 10ଟା ବେଳକୁ, ସେମାନେ ରାତି ସାରା ଲିଭଉଛନ୍ତି, ସକାଳକୁ ଆସୁଛନ୍ତି। ଏଠି ବହୁତ ଘାସ ଜାତୀୟ ଆମର ଯେଉଁ ସେ ବେଣା ଘାସ ସବୁ ଅଛି ଏବଂ କଣ୍ଟା ବାଉଁଶ ବି କିଛି ଅଛି, ତେଣୁ ସେଇଟା ବହୁତ ଜୋର ଜଳିଯାଉଛି। ଆଉ ଆମର ଏଥିରେ ITR ଷ୍ଟାଫ୍ ବି ତାଙ୍କର ଆଜି ଗୋଟେ ଫାୟାର ଗାଡ଼ି ଆଣିକି ଆମର ଯେଉଁ ପାଣି ସ୍ପ୍ରେ କରୁଥିଲେ ଏବଂ ଏଠି ନୀଳଗିରି ଯେଉଁ ସବ୍ ଡିଭିଜନ ଫାୟାର ଷ୍ଟେସନ୍ ଅଛି, ତାଙ୍କର ବି ଫାୟାର ଅଫିସର ମାନେ ଆମକୁ ସହଯୋଗ କରୁଛନ୍ତି। ଯେହେତୁ ସବୁ ଜାଗାରେ ରାସ୍ତା ନାହିଁ, ଆମେ ସେଠି ପହଞ୍ଚିବା ଆମ ଷ୍ଟାଫ୍ ପ୍ରତି ଟିକେ କଷ୍ଟ ହେଉଛି। ଏଠି ଘଞ୍ଚ ବୁଦବୁଦିଆ ଜଙ୍ଗଲ, କଣ୍ଟା ଜାତୀୟ ଗଛ, କାନକୁଳି ଲଟା ଅଛି ଏବଂ ତାରି ଭିତରେ ଷ୍ଟାଫ୍ ମାନେ ଚେଷ୍ଟା ଚାଲିଛି। ମୁଁ ଭାବୁଛି ଆଜି ରାତି ସୁଦ୍ଧା ନିଆଁ ଲିଭିଯିବ। ବର୍ତ୍ତମାନ ସାର୍ କେତୋଟି ସ୍ଥାନରେ ବର୍ତ୍ତମାନ ଲାଗିଛି? ଏବେ ବି ଦେଖାହେଉଛି ସେ ନିଆଁଟା, ଯେହେତୁ ପାହାଡ଼ ଚାରିପଟେ ତୀଖ ପାହାଡ଼, ଏପଟେ ସେପଟେ ନିଆଁ ଲାଗିଲା ବେଳକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ବହୁତ ବାଟ ବୁଲିକି ଯିବାକୁ ପଡ଼ୁଛି ଷ୍ଟାଫ୍ ମାନେ। ଆଉ ସେପଟେ ଏଇ ଜଙ୍ଗଲ ଭିତରେ ଯେହେତୁ ଲୋକଙ୍କର ଗତାଗତ, ଯେହେତୁ ITR ରାଡ଼ାର ଏଠି ଗୋଟେ ଅଛି, ତେଣୁ ଏଠି ପ୍ରୋଟେକ୍ସନ୍ ଭିତରେ ଅଛି, ତେଣୁ ଏଠି ଲୋକ ଯାତାୟାତ ପାଇଁ କରିପାରୁନାହାନ୍ତି। ତେଣୁ ଏଠି ରାସ୍ତା ଫୁଟପାଥ ସେମିତି ନାହିଁ। ତେଣୁ ଯାହା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଭାରି କଷ୍ଟ ହେଉଛି, ସମୟ ଲାଗୁଛି, ସମୟ ସାପେକ୍ଷ। ତଥାପି ଆମ ଷ୍ଟାଫ୍ ତାକୁ ଚେଷ୍ଟା କରି ଯାଉଛନ୍ତି ଏବଂ ଲିଭଉଛନ୍ତି। ନାଇଁ, କିଛି ଲୋକ ତ, ବହୁତ ଲୋକ ସଚେତନ ଅଛନ୍ତି, କିନ୍ତୁ କିଛି ଲୋକ ଏମିତି ମଜା ମସ୍ତିରେ ବା ଅଜାଣତରେ ବି ବହୁତ ଜିନିଷ କରି ପକାଉଛନ୍ତି, ଯେଉଁଟାକି ସେମାନେ ଏତେ ବଡ଼ ନିଆଁ ସ୍ପ୍ରେଡ଼ ହେଇଯାଉଛି। ତେଣୁ ଆମେ ସବୁବେଳେ ଏଇ ବନାଞ୍ଚଳବାସୀଙ୍କୁ ବା ୟା ସହିତ ଏ ପାଖରେ ଥିବା କୁଲିଆ ବନାଞ୍ଚଳବାସୀଙ୍କୁ ମଧ୍ୟ ଆମେ ସବୁ ଅନୁରୋଧ କରିବୁ, ଫରେଷ୍ଟ ଡିପାର୍ଟମେଣ୍ଟକୁ ଜଙ୍ଗଲ ନିଆଁରୁ ଟିକେ ରକ୍ଷା ସହଯୋଗ କରନ୍ତୁ। ଜଙ୍ଗଲକୁ କେମିତି ଜଙ୍ଗଲ ନିଆଁରୁ ବଞ୍ଚାଇବେ, ସହଯୋଗ କଲେ ନିଶ୍ଚିତ ଇଏ ବନାଗ୍ନିରୁ ଆମେ ପ୍ରତିହତ କରିପାରିବୁ ବା ମୁକୁଳି ପାରିବୁ। ନାଇଁ, ଆମ ପାଖରେ ଯାହା ଥିଲା ଏବଂ ଯେଉଁ ଡିପାର୍ଟମେଣ୍ଟ ଆମେ ସହଯୋଗ ନେଇଛୁ, ସମସ୍ତେ ଆମକୁ ସହଯୋଗ କରୁଛନ୍ତି ଏବଂ ସମସ୍ତଙ୍କ ସହିତ ମିଶିକି ଆମେ କାମ କରୁଛୁ। ଆଉ ୟା ପରେ ଆମ ପାଖରେ ଆଉ ସେମିତି ଟେକ୍ନୋଲୋଜି, ସେତେ ହାଇଫାଇ ଟେକ୍ନୋଲୋଜିର ସେମିତି ଆମ ପାଖରେ ନାହିଁ। ଆଉ ତେଣୁ ନିଆଁ ଲିଭିଯିବ, ସେମିତି ବହୁତ ଲିଭି ଆସିଲାଣି, ଆଉ ଅଳ୍ପ ଅଛି। କେବଳ ଘାସ ଜାତୀୟ ଯେଉଁ ଅଛି ପାହାଡ଼ ମଝିରେ ପଥର ସନ୍ଧିରେ ଯେଉଁ ଘାସ, ବେଣା ଘାସ ଯେଉଁ କହୁଛନ୍ତି, ସେଇ ଘାସ ଜାତୀୟଟା ଜୋର ଜଳିଯାଉଛି। ତେଣୁ ତା ପାଖକୁ ଯାଇକି ଲିଭେଇବା ଦିନରେ ଟିକେ କଷ୍ଟ ହେଉଛି। ତେଣୁ ରାତି ସମୟରେ ଆମେ ଚେଷ୍ଟା କରୁଛେ। ରାତିରେ ଏମିତି ଅସୁବିଧା ହେଉଛି କ'ଣ କି, ରାତିରେ ବି ଜାଗାକୁ ଆମେ ଏପଟେ ସେପଟେ ହେଇ, ସେ ଯେହେତୁ ତୀଖ ପାହାଡ଼, ସେଠି ଯାତାୟାତର ରାସ୍ତା ନାହିଁ। ଲୋକ ଯେହେତୁ ଏଇଟା ରାଡ଼ାର ଅଛି, ପ୍ରତିରକ୍ଷା ଡିପାର୍ଟମେଣ୍ଟର ଗୋଟେ ଜିନିଷଟା ରେଷ୍ଟ୍ରିକ୍ସନ୍ ଭିତରେ ଅଛି, ତେଣୁ ଲୋକଙ୍କ ଯାତାୟାତ ବନ୍ଦ ଅଛି। ତେଣୁ ଲୋକଙ୍କ ଯାତାୟାତ ନଥିବାରୁ ଫୁଟପାଥ କିଛି ନାହିଁ। ତେଣୁ ଆମେ ଗୋଟେ ସ୍ଥାନରୁ ଷ୍ଟାଫ୍ ଗୋଟେ ସ୍ଥାନ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ବହୁତ କଷ୍ଟ ହେଉଛି। ତେଣୁ ସମୟ ଲାଗୁଛି, ମଧ୍ୟ ଲାଗିଲେ ମଧ୍ୟ କ'ଣ ହେଲା, ଆମେ ତାକୁ, ମୁଁ ଭାବୁଛି ଆଜି ରାତି ସୁଦ୍ଧା ତାକୁ ଲିଭା ସରିଯିବ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।